ମଣିଷ ମନର ସବୁ କଥା ଓଠ କହିପାରେ ନାହିଁ। କିଛି କଥା ଆଖି କୁହେ, କିଛି କଥା ମୁହଁ କୁହେ। ରାଗରେ ଅନ୍ଧ ହୋଇ କିଛି ବି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହିଁକି ନା ରାଗ ସିନା ପରେ ଶାନ୍ତ ହୋଇଯାଏ, କିନ୍ତୁ ରାଗରେ ନେଇଥିବା ନିଷ୍ପତ୍ତି ପାଇଁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼ିଥାଏ। କାହା ଉପରେ ଅତ୍ୟଧିକ ଭରସା କରିବା ମୂର୍ଖାମି, କାରଣ ଅନ୍ଧାରରେ ନିଜ ଛାଇ ବି ସାଥିରେ ରୁହେ ନାହିଁ। ଯଦି ସ୍ୱପ୍ନ ପୂରା ହେଉନାହିଁ, ତେବେ ରାସ୍ତା ବଦଳାନ୍ତୁ। ସିଦ୍ଧାନ୍ତ ନୁହେଁ, କାରଣ ଗଛ ସର୍ବଦା ପତ୍ର ବଦଳେଇଥାଏ, ମୂଳ ନୁହେଁ। ଯଦି କିଏ ଆପଣଙ୍କ ବିନା ଖୁସିରେ ରହିପାରୁଛି, ତେବେ ତାଙ୍କୁ ଖୁସିରେ ରହିବାକୁ ଦିଅନ୍ତୁ। ନଚେତ୍ ଏହାଠାରୁ ଅଧିକ ସମ୍ପର୍କକୁ ଯୋଡ଼ିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ। ପୂର୍ବରୁ ସମ୍ପର୍କ ହେଉଥିଲା ହୃଦୟ ସହିତ ହୃଦୟର, ଆଉ ଏବେ ସମ୍ପର୍କ ହେଉଛି ଚାକିରି ସହିତ ସୌନ୍ଦର୍ଯ୍ୟର। ମଣିଷର ମୁହଁ ଚିହ୍ନିବା ସହଜ ହୋଇପାରେ, କିନ୍ତୁ ମଣିଷର ମନ ଆଉ ଉଦ୍ଦେଶ୍ୟକୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର। ଯଦି କେହି ତୁମକୁ ଖରାପ ଭାବୁଛି ନା, ମନ ଦୁଃଖ କର ନାହିଁ, କାରଣ ଜଣେ ଲୋକ କେବେ ବି ସମସ୍ତଙ୍କର ପ୍ରିୟ ହୋଇପାରିବ ନାହିଁ। ତୁମେ ତୁମ ବିବେକକୁ ନେଇ ନିଜ ବାଟରେ ଚାଲ। ଯେ ଚିହ୍ନିବା ଲୋକ ସେ ନିଶ୍ଚୟ ଚିହ୍ନି ପାରିବ, ଯେ ବୁଝିବା ଲୋକ ସେ ଅବଶ୍ୟ ବୁଝିବ। ନିଜର ଦୁଃଖ କେବଳ ଭଗବାନଙ୍କୁ ଜଣାନ୍ତୁ, ଦୁନିଆର ଲୋକଙ୍କୁ ନୁହେଁ। କାହିଁକି ନା ଦୁନିଆରେ ପ୍ରାୟ ସମସ୍ତେ ଦୁର୍ବଳତାର ଫାଇଦା ଉଠାନ୍ତି। ଜୀବନରେ ସେତିକି ବେଳେ ତୁମେ ଯୋଗ୍ୟ ବୋଲି ପରିଚିତ ହେବ, ଯେତେବେଳେ ତୁମ କର୍ମ ଆଉ ବାକ୍ୟକୁ ଲୋକମାନେ ପସନ୍ଦ କରିବେ। ଜୀବନରେ ଏ ଦୁଇଟି ବହୁତ ସ୍ୱତନ୍ତ୍ର ଅଟନ୍ତି। ଗୋଟିଏ ହେଲା ସମୟ, ଆଉ ଅନ୍ୟଟି ହେଲା ପ୍ରେମ। ସମୟ କାହାର ନୁହେଁ, ପ୍ରେମ ସମସ୍ତଙ୍କ ଦ୍ୱାରା ହେଇନଥାଏ। ରାଗିବା ବଦଳରେ କାନ୍ଦିଦେବା ଭଲ, କାହିଁକି ନା ରାଗ ଅନ୍ୟକୁ କଷ୍ଟ ଦେଇଥାଏ, କିନ୍ତୁ ଲୁହ ଚୁପଚାପ ଆଖିରୁ ବୋହି ହୃଦୟକୁ ସ୍ୱଚ୍ଛ କରିଦିଏ।